ରକ୍ତ ବୁଝିଲାନି ରକ୍ତର ସମ୍ପର୍କ ପାଣିର ଗାର ପାଲଟିଲା ବାପ ପୁଅର ସମ୍ପର୍କ ନୃଶଂସ ପାଲଟିଲା ପୁଅ କିଛି ଜାଣିବା ପୂର୍ବରୁ ଶେଷ ହୋଇଯାଇଥିଲା ସବୁକିଛି ପୁଅ ହାତରେ ଚାଲିଗଲା ବାପାର ଜୀବନ ଫର୍ସର ହାଣି ନୃଶଂସ ପୁଅ ବାପାର ଗଣ୍ଡିମୁଣ୍ଡ ଅଲଗା କରିଦେଲା ନୃଶଂସତାର ସବୁ ସୀମା ଟପିଲା ପୁଅ ଗତକାଲି ସକାଳେ ବାପାର କଟାମୁଣ୍ଡ ବ୍ୟାଗ୍ରେ ଧରି ରାସ୍ତାରେ ଚାଲି ଚାଲି ଯାଉଥିଲା ଏନେଇ ଚାନ୍ଦୁଆ ଥାନା ପୁଲିସ ଖବର ପାଇ ବାପାର ହତ୍ୟାକାରୀ ଅଭିଯୁକ୍ତ ପୁଅ ସୋମନାଥ ସିଂଙ୍କୁ ଚାନ୍ଦୁଆ ଥାନା ପୁଲିସ ରାସ୍ତାରେ ମାଡ଼ି ବସାଇ ବ୍ୟାଗ୍ରୁ ବାପା ବାଇଧରର କଟାମୁଣ୍ଡ ଜବତ କରିଛି ପରେ ହତ୍ୟାକାରୀ ପୁଅ ଶମ୍ଭୁନାଥଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି ଏଭଳି ଏକ ଲୋମହର୍ଷଣକାରୀ ନୃଶଂସ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଖବର ଅନୁଯାୟୀ ଚାନ୍ଦୁଆ ଗ୍ରାମରେ ପରିବାର ସହ ରହୁଥିଲେ ବାଇଧର ସିଂ ପୁଅ ଶମ୍ଭୁ ସିଂ ଏବଂ ପୁଅ ବୋହୂ ମଧ୍ୟ ପରିବାର ରହୁଥିଲେ ତେବେ ଶମ୍ଭୁନାଥ 8 ବର୍ଷର ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପିଲାର ବାପା ହେବାର ସୌଭାଗ୍ୟ ପାଇନଥିଲେ ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରାୟତଃ ବିବାଦ ଲାଗି ରହୁଥିଲା ଏନେଇ ଶମ୍ଭୁନାଥ ମାନସିକ ଚାପରେ ରହି ଆସିଥିଲା ଗତକାଲି ମଧ୍ୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଥା କଟାକଟି ହୋଇଥିଲା ଫଳରେ ସ୍ତ୍ରୀ କବିତା ସିଂ ଘର ଛାଡ଼ି ପଡ଼ିଶା ଘରେ ରହୁଥିଲା ବୋଲି ପୋଲିସ ସୂଚନା ଦେଇଛି କୌଣସି କାରଣରୁ ଶମ୍ଭୁନାଥ ମାନସିକ ଭାରସାମ୍ୟ ହରାଇ ନୃଶଂସ ଭାବେ ବାପାକୁ ହତ୍ୟା କଲା ଏବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଯିଏ ମରିଛନ୍ତି ତାଙ୍କର କଣ ହୁଅ ଆପଣ କଣ ଘଟଣା ହେଇଥିଲା କାଲି ଯେ ସେ ହତ୍ୟା କଲେ ଆପଣ ପୁଅ କାହିଁରେ ମାରିଲା ଗୋ କାହିଁରେ ମାରିଲା ବେକ କାଟିଲା ସେ କେତେ ସମୟର ଘଟଣା ଆଗରୁ କିଛି ବାପ ପୁଅ ଭିତରେ ଗଣ୍ଡଗୋଳ ହଉଥିଲା କି ଯାହା ଗତକାଲି ସେ ପଇସା ମାଗିଥିଲେ ପଇସା ନ ଦେବାରୁ ମାରିଛନ୍ତି ବୋଲି ଆପଣ କହୁଛନ୍ତି କେତେ ପଇସା ମାଗିଥିଲେ ଆପଣଙ୍କ ନାଁଟା ମୋ ନାଁ ହେଉଛି କବିତା ସିଂ କ'ଣ ଘଟଣା ହେଇଥିଲା ଯେ ଆପଣ ସ୍ୱାମୀ ଏଭଳିଆ ଗୋଟେ କାଣ୍ଡ କଲେ ତାଙ୍କର ଟିକେ ମୁଣ୍ଡ ଦୋଷ ଥିଲା ବୋଧେ କାଲି ତ କିନ୍ତୁ ଭଲ ଥିଲେ ମୁଁ ହାଟ ଯାଇଥିଲି ହାଟ କରିକି ଆସିଲା ବେଳକୁ ସେମାନେ ମୁଁ କହି ଖାଇବ ଆସ ଆଉ ଖାଇନୁ ଯଦି ମୁଁ ଖାଇବିନି କହିଲେ ତୁମେ ହିଁ ଖାଅ ଦେଇକି ମୁଁ ବି ଖାଇଲିନି ସେମିତି ଟିକେ ମୁଁ ଗଡ଼ିଥିଲି ତ କାମ ଯାଇଥିଲି ତ ମୁଁ ଥକି ଯାଇଥିଲି ଟିକେ ଶୋଇଥିଲି ତାପରେ ରାତି ତ ମୁଁ ମୋବାଇଲ ଧରି ନଥିଲି କାଲି ସେମାନେ ହିଁ ଧରିଥିଲେ ଆସିକି ଏଇଠି ବହୁତ ବାଡ଼ଉଛନ୍ତି ବାହାରେ ଦେଇକି ମୁଁ ଉଠିକି ଆସିଲି ଦେଇକି ହେଲେ ମୁଁ କହୁଛି କିସ ହେଲେ କି ପାଇଁ ଏମିତି ବାଡ଼ଉଛ ସେ କହିଲେ ନାଇଁ ତୁ ରହିବୁ ତ ରହ ନହେଲେ ପଳା ଆମ ଘରୁ ବାହାରୁ ଏମିତି କହିଲେ ମୋତେ ଦେଇକି ମୁଁ ଡରିକି ମୁଁ ବାହାରିଲି ମୁଁ ରହିଲିନି ଆଉ ଘରେ କେତେ ସମୟର ଘଟଣା ସେ 12ଟା 1 ପର୍ଯ୍ୟନ୍ତ ହେଇଯିବ ବୋଧେ ମୁଁ ଟାଇମ୍ ଦେଖିନଥିଲି ଆଉ କିଛି ପଇସା ପତ୍ର ଘଟଣା ତାଙ୍କର ଯେଉଁ ମୃତକ ରହିଛନ୍ତି ତାଙ୍କର ସ୍ତ୍ରୀ କହିଛନ୍ତି ଯେ ପଇସା ପତ୍ର ମାଗୁଥିଲେ ତାଙ୍କ ବାପାକୁ ନ ଦେବାରୁ ଏଭଳିଆ ହେଇଛି ପଇସା ପତ୍ର ସେମିତି ତ ମାଗୁନଥିଲେ କାହିଁ ସେମିତି ବାପା ହିସାବରେ ମାନେ 10 ଟଙ୍କା 20 ଟଙ୍କା ମାଗନ୍ତି ସେମିତି ହେଲା ଯେ ମୋତେ 1000 2000 ଦିଅ ମୋତେ ସେମିତି କିଛି କୁହନି କେବେ 10 20 ଟଙ୍କା ମୋତେ ମାଗନି ମାନେ ଏମିତି ପାନ ଗୁଟକା ଖାଇବା ପାଇଁ ମାଗନି ତାଙ୍କର ଯେଉଁ ମୁଣ୍ଡ ଦୋଷ କଥା କହୁଛନ୍ତି ସେଟା ପୂର୍ବରୁ ରହିଥିଲା ଆଗରୁ ତ ଆଗରୁ ନଥିଲା ସେଇ ଗଲା ବର୍ଷରେ ଥିଲା ତାପରେ ମଝିରେ ଭଲ ହେଇଯାଇଥିଲେ ତାପରେ ଏଇଟା ଆଉ ଥରେ ଗତକାଲି ହେଲା ମୟୂରଭଞ୍ଜର ଘାସରାମ ବେରାଙ୍କ ରିପୋର୍ଟ ନ୍ୟାୟବତୀ ଟିଭି।